ଆଜିର ପ୍ରସଙ୍ଗ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରୟାସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସମଗ୍ର ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ସୁସ୍ଥ ରହିବାର ଆବଶ୍ୟକତା ଏବଂ ଏ ନେଇ ରହିଥିବା ପ୍ରୟାସଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ଆଜି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଆଜି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିଷ୍ଠା ଦିବସ। 1948 ମସିହା ଏପ୍ରିଲ 7 ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ହୋଇଥିଲା। ଏଥିରେ ପ୍ରଥମେ 61ଟି ଦେଶ ସାମିଲ ହୋଇଥିଲେ। ଏହା ପୂର୍ବରୁ 1945 ମସିହା ଡିସେମ୍ବର ମାସରେ ଜାତିସଂଘରେ ବ୍ରାଜିଲ ଏବଂ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଥିଲେ। ଏହା ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା। 1946 ମସିହା ଜୁଲାଇ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ପାଇଁ ଜାତିସଂଘ ଅନୁମୋଦନ ପ୍ରଦାନ କରିଥିଲା। 1948 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ହେବା ପରେ 1949 ମସିହା ଜୁଲାଇ 22 ତାରିଖରେ ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। କିନ୍ତୁ ଏଥିରେ ଛାତ୍ରଛାତ୍ରୀଙ୍କର ଅଧିକରୁ ଅଧିକ ସମ୍ପୃକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ତରରେ ଏପ୍ରିଲ 7 ତାରିଖକୁ ଏହି ଦିବସ ପାଳନ ପାଇଁ ଚୟନ କରାଯାଇଥିଲା। 1950 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଆଧାରରେ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ପାଇଁ ବିଷୟବସ୍ତୁ ଚୟନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆରମ୍ଭ ଆଶାଜନକ ଭବିଷ୍ୟତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜନସଚେତନତା ବୃଦ୍ଧି ନେଇ ଅନେକ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଗ୍ରହଣ କରିଥାଏ। ଏପରିକି ମହାମାରୀ ଏବଂ ସଙ୍କଟ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାଏ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନେକ ଅଭିଯାନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ମୁଖ୍ୟତଃ ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଗୁରୁତ୍ୱ ପ୍ରଦାନ କରୁଛି। ଗର୍ଭବତୀ ମହିଳାଙ୍କର ସଠିକ୍ ଯତ୍ନ ଉଭୟ ମହିଳା ଏବଂ ନବଜାତକ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଅନ୍ୟ ସରକାରୀ ବେସରକାରୀ ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥାନ୍ତି। ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ସଂଗଠନ ମାନସିକ ସ୍ୱାସ୍ଥ୍ୟ, ପ୍ରସୂତି ମହିଳା ଏବଂ ନବଜାତକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ସମାଧାନର ମାର୍ଗ ଉନ୍ମୋଚନ ପାଇଁ ପଦକ୍ଷେପ ଗ୍ରହଣ କରିଆସୁଛି। ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଜନନୀ ସୁରକ୍ଷା କାର୍ଯ୍ୟକ୍ରମ, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଦି ଅନ୍ତର୍ଭୁକ୍ତ। ଜନସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସୂତି ମହିଳା ଏବଂ ନବଜାତକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେହିଭଳି ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଗର୍ଭାବସ୍ଥା ଏବଂ ପ୍ରସୂତି ପରବର୍ତ୍ତୀ ସମୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଜନନୀ ସୁରକ୍ଷା ଯୋଜନା ଅଧୀନରେ ମଧ୍ୟ ମାତୃତ୍ୱ ଲାଭ ପାଇଁ ଅନୁମୋଦିତ ନିୟମ ଆଧାରରେ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥାଏ। ସେହିଭଳି ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଅଧୀନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରାଯାଉଛି। ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ହସ୍ପିଟାଲଗୁଡ଼ିକରେ ସେମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 55 କୋଟିରୁ ଅଧିକ ହିତାଧିକାରୀ ପରିବାର ପିଛା ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଉଛନ୍ତି। ଇତିମଧ୍ୟରେ 40 କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ 1,76,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟ କରୁଛି। ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଦେଶର ପ୍ରସବକାଳୀନ ମୃତ୍ୟୁ ଏବଂ ନବଜାତକ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି। ଏପରିକି ବିଶ୍ୱ ସ୍ତରରେ ଏ କ୍ଷେତ୍ରରେ ରହିଥିବା ଅନୁପାତ ତୁଳନାରେ ଭାରତରେ ହାର ଯଥେଷ୍ଟ କମ୍ ରହିଛି। ଦେଶରେ ସମନ୍ୱିତ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକାରୀ କରାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ସ୍ୱାସ୍ଥ୍ୟ ନେଇ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି। ଆସନ୍ତୁ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ଏବଂ ସୁସ୍ଥ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।